তোর কাম যেতে সরিব তা 3-4 দিন আগুন মতো চাবি দেবি এবং তু তোর নিজ জায়গাକୁ সেতବେଳେ ଯାଇପାରିବୁ। ଏମିତି ରାମକୃଷ୍ଣ ପରମହଂସଙ୍କର ଦେହାନ୍ତ ହେଲା ଏବଂ ଦେହାନ୍ତ ହେଲା ପରେ ନରେନ୍ଦ୍ର ଏବଂ ତାଙ୍କର ସାଙ୍ଗ 9-10 ଜଣ ସାଙ୍ଗ ସେମାନେ ସନ୍ନ୍ୟାସ ବ୍ରତ ଗ୍ରହଣ କଲେ। ଅଗ୍ନି ସମ୍ମୁଖରେ ଶପଥ ନେଇକି ସନ୍ନ୍ୟାସ ହେଲେ। ସନ୍ନ୍ୟାସର ଅର୍ଥ କ'ଣ? ନିଜର ଶ୍ରାଦ୍ଧ ନିଜେ କରିବାକୁ ହୁଏ। ଏ ଶରୀରଟା ନଷ୍ଟ ହୋଇଗଲା ବୋଲି ଭାବିବାକୁ ପଡ଼େ ଏବଂ ନିଜର ଜୀବନ ସଂସାର ପାଇଁ ଭଗବାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଏ। ତେଣୁ ନିଜର ଶ୍ରାଦ୍ଧ ଯେମିତି ପୁଅ ବାପାଙ୍କର ଶ୍ରାଦ୍ଧ କରନ୍ତି କିନ୍ତୁ ସନ୍ନ୍ୟାସ ବେଳେ ନିଜର ଶ୍ରାଦ୍ଧ ନିଜେ କରାଯାଏ। ବିରଜା ହୋମ କରାଯାଏ। ଏମିତି ସେମାନେ ଗୋଟେ ବାରନଗର ବୋଲି ଗୋଟେ ଜାଗାରେ ଗୋଟେ ଭଙ୍ଗା ଗୋଟେ ଘର ଥିଲା। କାହିଁକି ତାଙ୍କ ପାଖରେ ପଇସା ପତ୍ର କିଛି ନଥିଲା, କେହି ତାଙ୍କୁ ପଚାରିବାକୁ ନାହିଁ, କେହି ଗାଇଡ୍ କରିବାକୁ ନାହିଁ। କେବଳ ଶ୍ରୀ ଶାରଦା ଦେବୀ ଥିଲେ ଯିଏକି ରାମକୃଷ୍ଣଙ୍କର ସହଧର୍ମିଣୀ। ସିଏ ଏଇ ଯୁବକମାନଙ୍କୁ ସେ ଗାଇଡ୍ କରୁଥିଲେ ତାଙ୍କର ଏଇ ଦୁର୍ଦିନରେ ଏବଂ ସେଇଠି ରହି ଏଇ ଯୁବକମାନେ ସବୁ ଆଧ୍ୟାତ୍ମିକ ସାଧନା ମାନେ କରୁଥିଲେ। ଗୁରୁଙ୍କୁ ମନେ ପକେଇକି ବହୁତ କାନ୍ଦୁଥିଲେ, କେମିତି ଆମେ ଚଳିବୁ, କେମିତି ଆମେ ଗୁରୁ ଆମକୁ କେମିତି ପୁଣି ଆମେ କାହାର ପୁଣି ଇଏ ଉପଦେଶ ଗ୍ରହଣ କରିବୁ, କେମିତି କିଏ ଆମକୁ ଚଳିବ ବୋଲି ବହୁତ ଦୁଃଖିତ ହେଉଥିଲେ। ସେଇ ସମୟରେ ଶାରଦା ଦେବୀ ଏବଂ କେତେ ଜଣ ବହୁତ ଅନ୍ତରଙ୍ଗ ଭକ୍ତମାନେ ତାଙ୍କୁ ବହୁତ ସାହାଯ୍ୟ ସହାୟତା ମଧ୍ୟ କରୁଥିଲେ। ସେଇ ସମୟରେ ତାଙ୍କର ଗୋଟେ ଆସିଲା ଯେ ଘରେ ମା ଭଉଣୀ ଭାଇ ଅଛନ୍ତି। ଗୋଟିଏ ପଟେ ରାମକୃଷ୍ଣଙ୍କର ଯୋଉ ଆଧ୍ୟାତ୍ମିକ ଉଚ୍ଚ ତତ୍ତ୍ୱ ଯୋଉଟା ରାମକୃଷ୍ଣ ଚାହୁଁଥିଲେ କେବଳ ଭାରତ ବର୍ଷର ହିନ୍ଦୁ ମାନେ କେବଳ ତାର ଅଧିକାରୀ ସେଟା ନୁହେଁ, ସମଗ୍ର ବିଶ୍ୱର ୟାର ଅଧିକାର ଅଛି ଏବଂ ଇଏ ବିବେକାନନ୍ଦଙ୍କୁ ସେ ଦାୟିତ୍ୱ ଦେଇଥିଲେ। ଗୋଟିଏ ଦିଗରେ ଗୁରୁଙ୍କର କାର୍ଯ୍ୟ ଏବଂ ଅନ୍ୟ ଦିଗରେ ପରିବାରର ମା ଭାଇ ଭଉଣୀ ତାଙ୍କର ଯୋଉ ଦୁଃଖ ସେ ସବୁ ସ୍ଥିର କଲେ। ସେ ଶୋଇପାରୁନଥିଲେ ଏଇ ସବୁ ଦ୍ୱନ୍ଦ୍ୱ ଭିତରେ। ସବୁ ସ୍ଥିର କଲେ ଯେ ନା ଗୋଟିଏ ମା ଗୋଟିଏ ଭାଇ ବା 2-3 ଭାଇ ଭଉଣୀ ଦୁଃଖ ପାଆନ୍ତୁ, ମରିଯାଆନ୍ତୁ, କିଛି ଅସୁବିଧା ନାହିଁ, କିନ୍ତୁ ମୋର ଜୀବନ ଗୁରୁ ଯୋଉ କହିଛନ୍ତି ଗୋଟେ ଜିନିଷ, ଏଇ ଜିନିଷ ମୁଁ ନିଶ୍ଚିତ ଭାବେ ତାଙ୍କର ସ୍ୱପ୍ନ ମୁଁ ସାକାର କରିବି। ତାପରେ ସେ ଆଶ୍ରମ ବାରନଗର ଆଶ୍ରମ ଛାଡ଼ି ଦଣ୍ଡ କମଣ୍ଡଳ ଧରି ଭାରତ ପରିଭ୍ରମଣରେ ବାହାରିଲେ। କୋଉଠି ରହିବେ ଜଣା ନାହିଁ, କୋଉଠି ଖାଇବେ ଜଣା ନାହିଁ, କ'ଣ ଖାଇବେ ଜଣା ନାହିଁ, କୋଉଠି ଶୋଇବେ ଜଣା ନାହିଁ, ଚାଲିଛନ୍ତି। ବୁଲୁ 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 ସେ ପହଞ୍ଚିଲେ କାଶୀ ବନାରସରେ ଏବଂ ବନାରସରେ ବହୁତ ମାଙ୍କଡ଼ ମାନେ ଇଏ ସ୍ୱାମୀ ବିବେକାନନ୍ଦଙ୍କୁ ଦୌଡ଼େଇଲେ। ଇଏ ଦୌଡ଼ିଲେ ଡରେ ଦୌଡ଼ିଲେ। ଗୋଟେ ବହୁତ ସିନିୟର ସନ୍ନ୍ୟାସୀ ଥିଲେ, ବୁଢ଼ା ସନ୍ନ୍ୟାସୀ, ସେ କହିଲେ କି ଦୌଡ଼ ନାହିଁ, ସେଠି ରହିଯା ଆଉ ମାଙ୍କଡ଼ ମାନଙ୍କ ତୁମେ ମୁହଁ କର। ପ୍ରଥମତଃ ଇଏ ଡରିକିରି ଦୌଡ଼ିକିରି ପଳାଉଥିଲେ, କିନ୍ତୁ ବାରମ୍ବାର ଯେତେବେଳେ କହିଲେ ସନ୍ନ୍ୟାସୀ ସେଠି ସେ ରହିଗଲେ ଏବଂ ମାଙ୍କଡ଼ ମାନଙ୍କୁ ଫେସ୍ କଲେ। ସେ ଦେଖିଲେ ଯେ ଯୋଉ ମାଙ୍କଡ଼ ମାନେ ତାଙ୍କୁ ଦୌଡ଼ଉଥିଲେ ସେମାନେ ମଧ୍ୟ ସେଠି ରହିଗଲେ। ସେଇଠୁ ସ୍ୱାମୀ ବିବେକାନନ୍ଦଙ୍କର ସାରା ଜୀବନ ପାଇଁ ଗୋଟେ ଶିକ୍ଷା ହେଲା ଯେ ସମସ୍ୟା ଠାରୁ ଡରିକିରି ପଳେଇବା ସମସ୍ୟାର ସମାଧାନ ନୁହେଁ। ସମସ୍ୟାର ଯଦି ସମ୍ମୁଖୀନ ଆମେ ଯଦି ହେଇଯିବା ତାହେଲେ ଅଧା ସମସ୍ୟା ସେଇଠି ସମାଧାନ ହେଇଯାଏ। ଏମିତି ବୁଲୁ ବୁଲୁ ସେ ପହଞ୍ଚିଲେ ହିମାଳୟରେ। ସେଇଠି ଜଣେ ଗୋଟେ ସନ୍ନ୍ୟାସୀଙ୍କ ସହିତ ତାଙ୍କର ଦେଖା ହେଲା। ସେ ସନ୍ନ୍ୟାସୀ ତାଙ୍କର ଜୀବନର କାହାଣୀ କହୁଥିଲେ ଯେ ଜଣେ ଗୋଟେ ଜଙ୍ଗଲରେ ଗୋଟେ ବୁଢ଼ା ବାବା ଥିଲେ, ସନ୍ନ୍ୟାସୀ ଥିଲେ। ତାଙ୍କର ସେ କୁଟୀର ଭିତରକୁ ଗୋଟେ ଚୋରଟେ ଚୋରି କରିବାକୁ ପଶିଲା। ସେତେବେଳେ ସନ୍ନ୍ୟାସୀ ଶୋଇଥିଲେ। ଚୋର କ'ଣ କଲା, ସନ୍ନ୍ୟାସୀଙ୍କର କୁଟୀରକୁ ଆସିକିରି ତାଙ୍କର ଯୋଉ କମଣ୍ଡଳ ଥିଲା, ବହିପତ୍ର ଥିଲା, ମାଳା ଥିଲା, ଆଉ କ'ଣ ସବୁ ଥିଲା, ଗୋଟେ ଚାଦରରେ ସବୁ ଯାକ ଗଣ୍ଠିଲି ବାନ୍ଧିଲା ଆଉ ଉଠିକି ଯେତେବେଳେ ନେଇକିରି ପଳାଉଥିଲା ସେଇ ସମୟରେ ସନ୍ନ୍ୟାସୀ ଉଠି ପଡ଼ିଲେ। ଚୋର କ'ଣ କଲା, ଭୟରେ ସେଟା ଛାଡ଼ିକିରି ଦୌଡ଼ି ପଳେଇଲା। ସନ୍ନ୍ୟାସୀ ଉଠିଲେ, ଦେଖିଲେ ଗୋଟେ ଗଣ୍ଠିଲିଟେ ବନ୍ଧା ହେଇଛି ଆଉ ବାହାରକୁ ଦେଖିଲେ ଜଣେ ଦୌଡ଼ିକିରି ପଳାଉଛି। ସିଏ ବୁଝିପାରିଲେ ଘଟଣା କ'ଣ ଏବଂ କ'ଣ କଲେ ଯେ ସେ ଗଣ୍ଠିଲିକୁ ଧରିକିରି ସେ ଚୋର ପଛରେ ଦୌଡ଼ିଲେ। କହୁଛନ୍ତି ଟିକେ ରହିଯାଅ ବାବୁ, ଟିକେ ରହିଯାଅ। ଦେଖିଲା କ'ଣ ହଉଛି, ବୁଢ଼ା ଲୋକ କ'ଣ ବୋଲି ପଛକୁ ଯେତେବେଳେ ଦେଖିଲା ସେ ଉଠି ପଡ଼ିକିରି ଧାଉଁଛନ୍ତି, ଗୋଟେ ଜାଗାରେ ପଡ଼ି ଯାଉଛନ୍ତି ଏତେ ବଡ଼ ଗଣ୍ଠିଲି ଧରିକିରି। ସେ କିଛି ସେ ରହିଲା ସେଠି କ'ଣ ହବ ଦେଖିବା ପାଇଁ। ଇଏ ପାଖକୁ ଯାଇକିରି ସନ୍ନ୍ୟାସୀ କହୁଛନ୍ତି, ବାବା ଆପଣ ଯୋଉଥିପାଇଁ ଆସିଥିଲେ ମୋର କୁଟୀରକୁ ସେଟା ନ କରିକିରି ଆପଣ କୁଆଡ଼େ ଯାଉଛନ୍ତି? ଏଇଟା ଆପଣ ନେଇକିରି ଯାଆନ୍ତୁ। ଯୋଉଥିପାଇଁ ଆପଣ ଆସିଥିଲେ ସେଟା ଆପଣ ନ କଲେ କେମିତି ହବ? ଏଟା ନିଅନ୍ତୁ ବୋଲି ତାଙ୍କୁ ସେ ଚୋରକୁ ଧରିଲେ ଏବଂ ଚୋର ଦେଖନ୍ତୁ ସେଇଠି ସିଏ ତାର ଲୋତକ ବାହାରିଲା ଆଖିରୁ, ସନ୍ନ୍ୟାସୀଙ୍କର ପାଦ ତଳେ ପଡ଼ିଗଲା ଏବଂ ସିଏ ଭବିଷ୍ୟତରେ ଗୋଟେ ସାଧୁ ହେଲା। କିଏ କହୁଛନ୍ତି? ଗୋଟେ ସନ୍ନ୍ୟାସୀ କହୁଛନ୍ତି ବିବେକାନନ୍ଦଙ୍କୁ ଏବଂ ସେ ପୁଣି କହୁଛନ୍ତି ଯେ ମୁଁ ହଉଛି ସେଇ ଚୋର, ମୁଁ ହଉଛି ସେଇ ହତଭାଗା ଚୋର। ସେଇଠି ବିବେକାନନ୍ଦ ଅନୁଭବ କଲେ ଯେ ଯାହା ଶିଖେଇଥିଲେ ରାମକୃଷ୍ଣ ପରମହଂସ ଯେ ପ୍ରତ୍ୟେକ ମନୁଷ୍ୟ ହଉଛି ଦିବ୍ୟ,
बाहर को जनकर बहुत दोष दुर्बलता किसी थाई पारे, किसी खराब गुण थाई पारे, जड़े जिते बड़ पापी भी हो भीतरटा हूँ दिव्य एवं ठीक जदि माहौल मिलला, ठीक जदि परिस्थिति है से दिव्यता बाहर को निश्चय आसो। यहीटा को से जो जिस्ट स्वामी विवेकानंद जो शिक्षा अच्छी जिस्ट हिसाब से कहुपे ईच सोल इज पोटेंशियली डिवाइन, each soul is potentially divine. The goal is to manifest the divinity within by controlling nature, external and internal. Do it by work, karma yoga, worship, bhakti yoga, psychic control, raja yoga, or knowledge, jnana yoga. 1, 2, 3 or all 4 and be free. This is the whole of religion. Doctrines, dogmas, books, temples or forms are only secondary details. तेणु ये जो आम भीतर जो आम दिव्यता जो अच्छी से दिव्यता को आम प्रत्येक जीवन प्रत्येक क्षेत्र में परिप्रकाश करवा से हूँ जीवन लक्ष्य। केमती हम आम जो प्रकृति अच्छी बाह्य प्रकृति अच्छी अंतर प्रकृति अच्छी, बाहर जमी प्रकृति नदी बहुची जल ये अग्नि जलुची पवन जमी बहुची बाहर प्रकृति सेमती आम भीतर प्रकृति में श्वास प्रश्वास चली हृत्पिंड चली जो भिन्न भिन्न भावना चली आम शोचु सबकि बाह्य प्रकृति जमी काम धाम चली भीतर प्रकृति में सब कम चली आम मुख्य कर्तव्य कौन है ये प्रकृति पर नियंत्रण आने किंतु नियंत्रण आने ये 4 योग कथा कहते ज्ञान योग, भक्ति योग, राजयोग, कर्म योग। मुख्य 4टी बही स्वामी विवेकानंद लिखिं आहुरी तो बहुत कंप्लीट वर्क्स अच्छी, चिकागो वक्तृता गोटे बही अच्छी, किंतु मुख्य 4 बही जोटा है भक्ति योग, कर्म योग, राजयोग और ज्ञान योग। ये कौन सी गोटे योग को आम जब अवलंबन करी आमर भीतर प्रकृति बाह्य प्रकृति उपर जब नियंत्रण अनुभव कर नियंत्रण करवा ताले आम मुक्त हो पार। आम हूँ असीम, आमर सीमा नहीं। ये शरीर को से कहते this body is the center of consciousness which circumference is nowhere and death is the change of center from center. ये सेंटर ऑफ कॉन्शियसनेस आम जो बॉडी या कहूँ सेटा गोटे शरीर आउ गोटे शरीर केवल परिवर्तन होती मृत्यु जार की परिधि ना गोटे पक्षी जमी आम पंजुरी थाए पक्षी पंजुरी भितर से बहुत दुख अनुभव करुए, बहुत सीमित अनुभव करुए से जमी आकाश खोला आकाश जमी से उड़ी बुले आम ठीक सेमती पंजुरी आम अच्छु यही देह को लेकिन आम मु देह बोली अनुभव करुँ देह संबंधित जो आम परिवार वर्ग माँ बापा भाई बंधु झील स्त्री पुओ ये केवल मोर निजर बाकी समस्ते निजर नुहे यही भूल आम करुँ हूँ पंजुरी। वेदांत दर्शन जो जहाँ स्वामी विवेकानंद को चिकागो एत फेमस करता वेदांत दर्शन कहूँ आम हूँ मुक्त, आम मुक्त व्यंग पर आमर ये सब उपाधि आम छात्र हो पारू, आम जड़े अध्यापक हो पारू, डाक्टर हो पारू, वकिल हो पारू, यहाँ हूँ आमर सब उपाधि और यही उपाधि गुड़ाक जब आम अलगई देवा ताले जहाँ रहा से हूँ शुद्ध चेतना और ताहा हूँ एक। तेणु ये जो शिक्षा जो करते रामकृष्ण परमहंस जो वेदांत शिक्षा करते स्वामी विवेकानंद से स्पष्ट अनुभव कले जे जो सन्यासी जीवन कहानी जड़े चोर किमती जड़े साधु हो पारे एमती बुलु 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 से कन्याकुमारी पहुंचले जो अरब सागर बंगोपसागर और भारत महासागर मिशिची से देखले जे समुद्र भितर गोटे रॉकी गोटे पथुरिया जगह अच्छी से पैसा नाला डंगार जावाई पहरी पहरी से जाइछंती एवं से 3 दिन 3 राति ध्यानस्थ होइछंती 3 दिन 3 राति भारत माँ विषय से ध्यानस्थ होइछंती। ए विषय आम कहूले जे स्वामी विवेकानंद आई एम कम्युनिस्ट इंडिया बोली कहते कौन से भारत माँ विषय एत ध्यान कौन करते से तो सन्यासी लोक देश कौन समाज कौन किंतु भगवान विषय कह जाए कि भगवान सबु जगार अच्छा सबु समय अच्छा सबु रूप अच्छा तेणु भारत माँ विषय भारत माँ रूप से स्वामी विवेकानंद भगवान को देखुले एवं जेहेतु से भारत माँ विषय भावुले जिते परिभ्रमण कला समय से कौन देखुले कि भारतर लोके किंती अशिक्षित दरिद्र कुसंस्कार भरी रही जो धर्मर आरंभ होता जो धर्मर एत बड़ बड़ पुरोधा थे
ସେଇଠି ଲୋକମାନଙ୍କର ଧର୍ମଟା କେବଳ ରୋଷେଇ ଘରରେ କେବଳ ଅଛି, ଛୁଆଁ ଅଛୁଆଁ କେମିତି ରାନ୍ଧିବ କ'ଣ କରିବ। ଲୋକମାନଙ୍କ ଭିତରେ କୁସଂସ୍କାର ଭରି ରହିଛି। ସେ ଶୋଇପାରୁନଥିଲେ, କାନ୍ଦୁଥିଲେ। ଏବଂ ଏଇ ଭାରତ ବର୍ଷ ଭିତରେ ସବୁବେଳେ ଭାବୁଥିବା ହେତୁରୁ ସେ ଭାରତ ବର୍ଷ ପାଲଟି ଯାଇଥିଲେ। ଆମର ମନ ଗୋଟେ ଜିନିଷ, ତାକୁ ଆମେ ଯାହା ଭାବନା ଦେବା ସେଟା ହେଇଯିବ। ଯେମିତି ପାଣିକୁ ଆମେ ଗୋଟେ ଗୋଲ ପାତ୍ର ଯଦି ରଖିବା ତାହେଲେ ପାଣି ଗୋଲ ଭଳିଆ ଦିଶିବ, ଚାରିକୋଣିଆ ପାତ୍ର ରଖିଲେ ଚାରିକୋଣିଆ ଦିଶିବ। ତେଣୁ ମନରେ ଆମେ ଯେଉଁ ଚିନ୍ତାଧାରା କରିବା ମନ ସେଟା ହେଇଯିବ। ତେଣୁ ଭାରତ ମା ବିଷୟରେ ଭାବି ଭାବି ନିଜେ ବିବେକାନନ୍ଦ ଭାରତ ବର୍ଷ ପାଲଟି ଯାଇଥିଲେ। ଏବଂ ସେ 3 ଦିନ 3 ରାତି ଯେଉଁ ଧ୍ୟାନସ୍ଥ ହେଇଥିଲେ କନ୍ୟାକୁମାରୀରେ, ସେଇଠି ସେ ଭାରତ ବର୍ଷର ଅତୀତରେ ଯେଉଁ ଗୌରବ ଥିଲା, ଯେଉଁ ବେଦ ବେଦାନ୍ତ ଶିଳ୍ପକଳା ସ୍ଥାପତ୍ୟ ସଙ୍ଗୀତ ନୃତ୍ୟ ଧର୍ମ ଆଧ୍ୟାତ୍ମିକତା ଦର୍ଶନ ଏସବୁ ଯେଉଁ ଥିଲା ସେଟା କେମିତି ପୁଣି ଫେରି ଆସିବ, କ'ଣ ପାଇଁ ଭାରତର ପତନ ହେଲା ଏବଂ କ'ଣ କଲେ ପୁଣି ଭାରତର ପୁନରୁଦ୍ଧାର ହେବ, ଭାରତ ମା କେମିତି ତାଙ୍କର ସିଂହାସନରେ ଆରୁଢ଼ା ହୋଇ ପୂର୍ବଠାରୁ ଆହୁରି ଗୌରବମୟୀ ହେବେ ସେଇ ବିଷୟରେ ସେ ଦର୍ଶନ କରିଥିଲେ। ଏବଂ ତାଙ୍କର ଜୀବନ ଲକ୍ଷ୍ୟ ସେ କହିଛନ୍ତି ଆଇ ହିଟ୍ ଅପନ୍ ଏ ପ୍ଲାନ୍, ମୁଁ ମୋର ଲକ୍ଷ୍ୟ ସ୍ଥିର କଲି ଜୀବନରେ ଯେ ମୁଁ ମାଆର ସେବା କରିବି, ଭାରତ ମାଆର ସେବା କରିବି। ସେଇଠି ସେ ଆସିଛନ୍ତି ମେନ୍ଲ୍ୟାଣ୍ଡକୁ ଏବଂ ସେଇଠି ତାଙ୍କର ମାଡ୍ରାସର ଯୁବକ ଶିଷ୍ୟମାନେ ଥିଲେ, ସେମାନେ ଖବର ପାଇଲେ ଯେ ଚିକାଗୋରେ ଧର୍ମ ମହାସଭା ହେଉଛି। ବୁଲି 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 ସେମାନେ ଚାନ୍ଦା ସଂଗ୍ରହ କଲେ ଏବଂ ସ୍ୱାମୀଜୀଙ୍କୁ ସେଟା ଦେଲେ। କେତେଜଣ ରାଜା ମଧ୍ୟ ଦୁଇ ମହୀଶୂରର ରାଜା କ୍ଷତ୍ରିୟ ରାଜା ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି, ଅର୍ଥ ସାହାଯ୍ୟ କରିଛନ୍ତି ଏବଂ ସେ ବମ୍ବେରୁ ବାହାରିଲେ ଜାହାଜରେ ଚିକାଗୋ ଅଭିମୁଖେ। 2 ମାସ ପରେ ସେ ଭାଙ୍କୋଭରରେ ପହଞ୍ଚିଲେ।